ତାଲପାଲିଠାରେ ହନୁମାନ ବିଗ୍ରହ ସ୍ଥାପନ ଓ ପଣା ସଂକ୍ରାନ୍ତି ଉତ୍ସବ ପାଳନ ହୋଇଯାଇଛି। ବରଗଡ଼ ଜିଲ୍ଲା ଗାଇସ୍ଲେଟ ବ୍ଲକ ଅନ୍ତର୍ଗତ ତାଲପାଲିଠାରେ ହନୁମାନ ବିଗ୍ରହ ସ୍ଥାପନ ଓ ପଣା ସଂକ୍ରାନ୍ତି ଉତ୍ସବ ଧୁମଧାମରେ ପାଳନ କରାଯାଇଥିଲା। ଏହି ଉତ୍ସବରେ ପୁରୁଷ ମହିଳାମାନେ ଶହ ଶହ ସଂଖ୍ୟାରେ କଳସ ଶୋଭାଯାତ୍ରା କରିଥିଲେ ଏବଂ ନୃତ୍ୟ ଗୀତରେ ସମଗ୍ର ତାଲପାଲି ଗ୍ରାମ ପରିକ୍ରମା କରିଥିଲେ। ଏହି ଉତ୍ସବରେ ଶିବ ମନ୍ଦିର ପ୍ରାଙ୍ଗଣରେ ହନୁମାନ ବିଗ୍ରହ ସ୍ଥାପନ କରାଯାଇଥିଲା। ପଣ୍ଡିତ ମହାଦେବ ଦାସ, ଭୁବନେଶ୍ୱର ଦାସ, ଗଙ୍ଗାଧର ଦାସ, ରୁଦ୍ରମଣି ଦାସ ପୂଜା କାର୍ଯ୍ୟ ତୁଲାଇଥିଲେ। କୃଷ୍ଣଚନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ରେଣୁକା ସାହୁ ପୂଜାକର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଭକ୍ତମାନଙ୍କ ପାଇଁ ଅନ୍ନ ଛତ୍ର ପଣାର ବ୍ୟବସ୍ଥା କରାଯାଇଥିଲା। ମନୋରଞ୍ଜନ ପାଇଁ ପାରାୟଣ ପଠନ ହୋଇଥିଲା। ତାଲପାଲି ଗ୍ରାମରେ 1000ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଭକ୍ତମାନେ ଯୋଗ ଦେଇଥିଲେ। ଗାଁର ଗୌନ୍ତିଆ ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ବିକାଶ ସାହୁ, ପ୍ରିୟରଞ୍ଜନ ସାହୁ, ମାନସ ରଞ୍ଜନ ସାହୁ, ରଜନୀକାନ୍ତ ସାହୁ, ଶିବପ୍ରସାଦ ସାହୁ, ରାମପ୍ରସାଦ ସାହୁ, ଝସ୍କେତନ ସାହୁ, ବରିଷ୍ଠ ସାମ୍ବାଦିକ ହେମାନନ୍ଦ ସାହୁ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ରାତ୍ରିରେ ଅଲୌକିକ ଧର୍ମାବଲମ୍ବୀ ସନ୍ତମାନେ ଗ୍ରାମରେ ଶାନ୍ତି ପାଇଁ ହୋମଯଜ୍ଞ, ଘିଅ ଅର୍ପଣ କରିଥିଲେ। ଏହି ମହୋତ୍ସବରେ ଆଖପାଖରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦାନ କରିଥିବାର ଦେଖିବାକୁ ମିଳିଥିଲା। ଚାଲନ୍ତୁ ପଚାରୁ ବୁଝିବା କ'ଣ ସବୁ କାର୍ଯ୍ୟକ୍ରମ ପରିଚୟ କୁହନ୍ତୁ। ମୋର ପରିଚୟ ହେଉଛି ମୋର ଗାଁଟା ଅଇଲାତୁଙ୍ଗା ଆଉ ମୋର ମାମୁଁ ଘର ଏଇଟା କୃଷ୍ଣଚନ୍ଦ୍ର ସାହୁ ମୋର ମାମୁଁ ଆଉ ତାର ମନ୍ଦିର ବିଗ୍ରହ ପ୍ରତିଷ୍ଠା ଲାଗି ଆମକୁ ଡକେଇଥିଲା ସବୁ ଭଞ୍ଜାମାନଙ୍କୁ ଆଉ ଲୋକ ଜନସମୁଦ୍ର କହିଲେ ନା ସରେ ଏତେ ଲୋକ ଅଛନ୍ ଆଉ ଆମର ଯେତେ ଭଞ୍ଜା ବି ଅଛ ତାର 7ଟା ଭଞ୍ଜା ସମସ୍ତଙ୍କ ଲାଗି ବହୁତ ବଢ଼ିଆ ଡ୍ରେସ୍ ପତ୍ର ଘିନ୍ ଦେଖିକି ତାର ବହୁତ କାମ করছে ଆଉ ମୁଇଁ ଯାହାନ୍ ମାନ করছে ଯେ ଏତେ ଜନସମୁଦ୍ର ତ ମୁଁ ନି ଦେଖିଥେ କୌଣସି ଏନ୍ତା ପ୍ରକାର ଛୋଟ ପ୍ରତିଷ୍ଠାରେ ଏତେ ଲୋକ ତାପରେ ଅନ୍ନ ଛତ୍ର ଖୋଲା ହେଇଛେ ଯିଏ ଜଣେ ଖାଇଉଛେ ପାଣିର ସୁବିଧା କରାହେଇଛେ ବହୁତ ଜିନିଷ କରାହେଇଛେ ତାପରେ ଏଇଟା ପାରାୟଣ ଚାଲିଛେ ଆମର ଗାଉଛନ୍ ବହୁତ ବଢ଼ିଆ ଲାଗୁଛେ ଲୋକ ସେମାନେ ବି ବହୁତ ଅଛନ୍ତି ଆଉ ମୁଁ ବହୁତ ଯେ ଭଗବାନଙ୍କୁ ପ୍ରାର୍ଥନା କରୁଛେ ଯେ ମୋର ମାମୁଁକେ ସହସ୍ର କୋଟି ତାନେ ପଇସା ସବୁ ମିଳୁ କିନ୍ତୁ ଆଉ ଗୋଟେ ତାର ସବୁବେଳେ ମଙ୍ଗଳ କରୁଛନ୍ତି ଭଗବାନ।